ଥିଲୁ ମାନି ନେଇଛୁ ସେ ସମସ୍ତ ବିଷୟ ସ୍ମରଣ ବି ଆସୁଥିବ। ଯଦି ସିଏ ଆମ ଘରକୁ ଆସିବେ ଦିଦିଙ୍କ ସହିତ ଆମ ଘରର ମହଲ ଭିନ୍ନ ହେଇଯାଉଥିବ। ମାନେ ଦୁଇଟା ବିଷୟ ଆମେ ସେଥିରେ ଅନୁଭବ କରୁଥିଲୁ। ଏକ ତ ଆନନ୍ଦ, ଦୁଇ ତ ଭୟ। ଲୋକ ଆସିଲେ ତ ସଦାବେଳେ ଭୟ କୁଆଡ଼େ ଆସିଲା ନାଇଁ। ଭୟ କ'ଣ ମାନେ ସେ ହେଉଛନ୍ତି ସମ୍ପୂର୍ଣ୍ଣ ପ୍ରଭୁଙ୍କର ଲୋକ। ତ ଆମର ଭୟ କ'ଣ? ଆମେ ତ ମଜାରେ ରହୁଥିଲୁ, ଖେଳି ରହୁଥିଲୁ। ସନ୍ଧ୍ୟା ହେବ, ପ୍ରାର୍ଥନାକୁ ଡାକିବେ, ଗୀତ ଗାଇବେ, ବାଇବେଲ କାଳେ ପଢ଼ିବା ପାଇଁ କହିଦେବ, କ'ଣ ଗୋଟେ ବାକ୍ୟ ଉପରେ କହିବା ପାଇଁ କହିଦେବ, ପ୍ରାର୍ଥନା କରିବାକୁ କହିଦେବ, ଗୀତ ଗାଇବାକୁ କହିଦେବ। ଏ ସମସ୍ତ ବିଷୟରେ ଆମକୁ ଗୋଟେ ଭୟ ଆସିବାର ଥିଲା। ଆନନ୍ଦ କ'ଣ? ଯେତେବେଳେ ଦୁଇ ଜଣ ଆସୁଥିଲେ ପରିବାରରେ ଏମିତି ଏକ ଭିନ୍ନ ଆନନ୍ଦକୁ ଅନୁଭବ କରିପାରୁଥିଲେ। ଖାଲି ଆମେ ନୁହଁ, ସେମାନେ ଆସିବା ଦ୍ୱାରା ବାପାଙ୍କ ଠାରେ ଗୋଟେ ଆଉ ଭିନ୍ନ ବିଷୟ ଦେଖାଯାଉଥିଲା। କାରଣ ପ୍ରାୟ ବାପାଙ୍କୁ ଅଧିକାଂଶ ଲୋକ ଜାଣିଥିବେ ସେଇ ସବୁବେଳେ ଗୋଟେ ଭଲ ବ୍ୟବସାୟୀ ସେ ଥିଲେ, ଭଲ ଧନ ସମ୍ପତ୍ତି, ଜମିବାଡ଼ି। ତଥାପି ଏଇ ଦୁଇ ଜଣ ଆସିବା ପରେ ତାଠାରୁ ଗୋଟେ ଭିନ୍ନତା ଦେଖାଯାଉଥିଲା। ଆଉ ତାହାକୁ ଆମେ ହରେଇଛୁ। ପ୍ରାୟ ମାସକୁ ଥରେ ଦୁଇଥର କିଏ ଥାଉ ନଥାଉ ମୁଁ ମୋ ସ୍ତ୍ରୀ ପ୍ରାୟ ଆସୁ, ଘଣ୍ଟା ଘଣ୍ଟା ତାଙ୍କ ସହିତ ବସୁ। ଦୁନିଆ କଥା ସେ କହିବେ, ସେ ସମସ୍ତ କଥା ଭିତରେ ସାହାଯ୍ୟର କଥା ହିଁ ଆସୁଥିବ। କେମିତି ଜଣକୁ ସାହାଯ୍ୟ କରିବ। ଆମେ ମିଶନାରୀ ହିସାବରେ ବେଳେ ଆମେ ଚିନ୍ତା କରିଦେଉଛୁ ଯେ ତାଠାରୁ ବହୁତ ଧନ, ସେଥିପାଇଁ ତାର ଏବେ ସବୁକିଛି ଭିନ୍ନ। କିନ୍ତୁ ତାର ସମସ୍ତ ଦୁଃଖର କଥା ପ୍ରାୟ ମୋତେ କହିଛନ୍ତି। ତାଠାରୁ ଯଦି 10 ଟଙ୍କା ଅଛି, ସେ କେମିତି ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରିବେ ସେ ଉପରେ ବେଶୀ ଧ୍ୟାନ ଦିଅନ୍ତି। କିନ୍ତୁ ଆମମାନେ ବେଳେବେଳେ ପ୍ରିୟ ଚିନ୍ତା କରିଥାଉ, କିନ୍ତୁ ବାସ୍ତବରେ ବହୁତ ଉଦାର ମନୋଭାବ। ଶେଷ କରି ଗୋଟିଏ କଥା, ଏଇ ଯେଉଁ ମେଡିକାଲରେ ଥିଲେ, ସିରିୟସ୍ କଣ୍ଡିସନରେ ଅଛନ୍ତି, ପରିବାର ମୁଖ୍ୟ ଯେତେବେଳେ ସିରିୟସରେ ଅଛନ୍ତି, ପରିବାର ସମସ୍ତେ ନିହାତି ବ୍ୟସ୍ତ ହେବେ। ଯେତେବେଳେ ମୁଁ ଫୋନ୍ କଲି, କେତେକ ଫୋନ୍ ରିସିଭ୍ ହେଲାନି। କାହିଁକି ରିସିଭ୍ ହେଲାନି? ବ୍ୟସ୍ତତା ରହିଅଛି ଯେ ବାପା ସିରିୟସରେ ଅଛନ୍ତି। ମୁଁ ତାଙ୍କ ନମ୍ବରକୁ ଫୋନ୍ କଲି, ସେ ଉଠେଇଲେ। ହଁ ବାବୁ ଭଲ ଅଛି କି କହିକି ଆମ ପରିବାର ସମସ୍ତଙ୍କର କଥା ପଚାରିଲେ। ସେ ଭଲ ଅଛି, କିଏ ଭଲ ଅଛି, କିଏ ଭଲ ଅଛି। ଆଉ ନାଇଁ ଟିକେ ପୁରା ହଠାତ୍ ଟିକେ ଦେହ ଖରାପ ହେଇଗଲା ତ ଆହୁରି ପଳେଇ ଆସିଲେ, ଟ୍ରିଟମେଣ୍ଟ ଚାଲିଛି, ଟିକେ ଭଲ ହେଲେଣି ପଳେଇ ଆସିଲେ। ଅନେକ କଥା ହେଲୁ, ତାପରେ ବନ୍ଦ ହେଲା। ସେ ସନ୍ଧ୍ୟାରେ ପୁଣି ଫୋନ୍ କରୁଛନ୍ତି ନିଜେ, ବାବୁ ମୋର ଚିନ୍ତା ରହିଛି ବିଧବାମାନଙ୍କୁ କିଛି କରିବା ପାଇଁ, ଆଉ ସେଥିପାଇଁ ଅମୁକ ଗାଁର ଲିଷ୍ଟ ଗୁଡ଼ାକ ମୋତେ ଟିକେ ଦେବୁ। ମୁଁ କହିଥିଲି ମୁଁ ବହୁତ ବଢ଼ିଆ, ହଁ ଠିକ୍ ଅଛି, କିଛି କଥା ନାହିଁ, ମୁଁ ପଠେଇଦେବି। ରହିଗଲି ଚୁପଚାପ। ଆର ଦିନ ଫେର ଫୋନ୍ କରୁଛନ୍ତି, ବାବୁ ସେ ଲିଷ୍ଟ ଗୁଡ଼ାକ ପାଇଲୁ କି, ମାଗିଲୁ କି, କଣ୍ଟାକ୍ଟ ହେଲା କି? ପୁଣି ମୁଁ କହିଲି ହଁ ମୁଁ ମାଗିଦେବି, ଯାଇନି, ମାଗିଦେବି, କ୍ଲିୟର ହେଇଯିବ, ଆଣିଦେବି, କିଛି କଥା ନାହିଁ। ତାପରେ ପୁଣି ଫୋନ୍ କରୁଛନ୍ତି, ବାବୁ ପାଇଲୁ କି ସେ ସମସ୍ତ ଆଉ ଡିଟେଲ୍ସ ଗୁଡ଼ାକ? ତାପରେ ମୁଁ କହିଲି ଭେଣେଇ ତୁମେ କାହିଁକି ଟେନସନ୍ ଅଛ? ତୁମେ ବସିଛ, ତୁମେ ଅଛ ମେଡିକାଲରେ, ଲିଷ୍ଟ ମାଗୁଛ, ଲିଷ୍ଟ ଆରାମସେ ପହଞ୍ଚିଯିବ। ଘରକୁ ଆସିଲା ପରେ ମୁଁ ଲିଷ୍ଟ ନେଇକି ଆସିବି, ଦେବି। କହିବାର ଅର୍ଥ କେତେ ଉଦାର ଦେଖନ୍ତୁ। ସେ ମେଡିକାଲରେ ସଜାରେ ଅଛି, ମୃତ୍ୟୁ ତା ଚତୁର୍ଦିଗରେ ଅଛି, ଆଉ ପରିବାର ସମସ୍ତେ ବ୍ୟସ୍ତ ଅଛନ୍ତି। ସେତିକି ଭିତରେ ସେ ଲୋକ ତା ଚିନ୍ତା ନ କରି କେମିତି ସାହାଯ୍ୟ କରିବି ସେ ଉପରେ ସେ ଚିନ୍ତା କରୁଛନ୍ତି। ଆଶ୍ଚର୍ଯ୍ୟ କଥା ନୁହଁ? ମୁଁ ଶୁଣିଛି, ଦେଖିଛି ଯେ ଜଣେ ପୁରା ସିରିୟସରେ ରହିବା ସମୟରେ କେମିତି ଉଦ୍ଧାର ପାଇବ, କେମିତି ସାହାଯ୍ୟ ପାଇବ, କେମିତି ତାକୁ ଟିକେ ଆଉ ଦେଖା ଚାହା କରିବେ, କେମିତି ସେ ଭଲ ହେବ, ସେ ଉପରେ ଚିନ୍ତା କରନ୍ତି। କିନ୍ତୁ ୟାଙ୍କର ଚିନ୍ତା ଅପେକ୍ଷା ଥିଲା, ଯଦି ବି ସେ ଆମମାନଙ୍କ ନିକଟରେ ନାହାନ୍ତି, ତାର ସମସ୍ତ ବିଷୟ ଆମଙ୍କ ସହିତ ରହିଛି, ରହିଥିବ। ପ୍ରଭୁ
अनुग्रह आशीर्वाद करूँ प्रार्थना करवा। स्वर्गीय पिता तो पवित्र नाम धन्यवाद करुचे राजा। प्रिय प्रभु यही समय प्रमाण सहित रही धन्यवाद दूसरी और यही समय जिते कृत प्रभु प्रिय तुम दास को स्मरण कर समस्त आसी करुचे हम जिते रही यही समय पिता पर किसी वाक्य शुणा रही अच्छे प्रभु प्रार्थना कर जो तुम प्रिय दास तुम से पवित्र वाक्य लेके आसवे तुम्हारी आत्मा द्वारा परिचालित होगापी तुम साहय हमारे जिते रही प्रत्येक को धैर्य दियो मैंने किसी समय बसबू शुणु तुम प्रभु तुम निर्भर रख प्रिय परिवार प्रार्थना करें तुम साहय महिमा गौरव सफल तुमको दे जीशु का नाम प्रार्थना मांगे पिता आमेन।